ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟଡିକି ସ୍ୱାଗତ। ଆଜି ଆମେ ସପ୍ତମ ଶ୍ରେଣୀ ନୂଆ ଯେଉଁ ଗଣିତ ପ୍ରକାଶ ବହିର ପ୍ରଥମ ଅଧ୍ୟାୟ ରହୁଛି ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ବିଷୟର ପ୍ରଥମ ପାଠ ଯେଉଁ ରହୁଛି 1.1ର ବିଷୟ ଭିତ୍ତିକ ପ୍ରଶ୍ନୋତ୍ତର ସହିତ ଯେଉଁ ରହିଛି ନିଜେ କରି ଦେଖର ସମସ୍ତ ପ୍ରଶ୍ନ ଉତ୍ତର କରିବା। ଏହା ପୂର୍ବରୁ ଯଦି ଆମେ ସବସ୍କ୍ରାଇବ୍ କରିନା କିମ୍ବା ଆମ ଚ୍ୟାନେଲ ନୂଆ ତାହେଲେ ସାଙ୍ଗେ ସାଙ୍ଗେ ସବସ୍କ୍ରାଇବ୍ କରିନି ଆଉ ଡେରି ନକରି ଆରମ୍ଭ କରିବା ଆଜିର 1.1 1 ଲକ୍ଷ ପ୍ରକାରର ବିହନ ବିଷୟରେ। ଦେଖ ପିଲାମାନେ, ରାମନାଥ ଆମ ରାଜ୍ୟର ବରଗଡ଼ ଅଞ୍ଚଳ ଜଣେ ଚାଷୀ ଥିଲେ। ସେ ତାଙ୍କ ଜମି ପାଇଁ ଧାନ ବିହନ କିଣିବାକୁ ନିୟମିତ ଭାବେ ବଜାରକୁ ଯାଉଥିଲେ। ଏକଦା ସେ ବଜାରକୁ ଯାଉଥିବା ସମୟରେ ରାଜୁ ଓ ସୁରଭି ଧାନ ବିହନ ସମ୍ବନ୍ଧରେ କଥା ହେଉଥିବା ଶୁଣିଲେ। ରାଜୁ କହିଲା, ପୂର୍ବ କାଳରେ ଆମ ଦେଶରେ ପ୍ରାୟ 1 ଲକ୍ଷ କିସମ ଅର୍ଥ ପ୍ରକାରର ଧାନ ଥିଲା। 1 ଲକ୍ଷ ପ୍ରକାରର ଚାଷୀମାନେ ବିଭିନ୍ନ କିସମର ବିହନକୁ ସାଇତି ରଖୁଥିଲେ ଓ ତାକୁ ବ୍ୟବହାର କରି ଧାନ ଚାଷ କରୁଥିଲେ। ବର୍ତ୍ତମାନ ଆମ ପାଖରେ ହାତ ଗଣତି କେତୋଟି କିସମର ଧାନ ବିହନ ଅଛି, ପୁଣି ଚାଷୀମାନଙ୍କୁ ବଜାରକୁ ଆସି ବିହନ କିଣିବାକୁ ପଡୁଛି। ସେ କହିବା କଥା କି ଆଗରୁ 1 ଲକ୍ଷ ପ୍ରକାର କିସମ ଧାନ ଥିଲା, ଲୋକମାନେ ତାକୁ ସାଇତି ରଖୁଥିଲେ, ସେ କିସମ ଧାନ ସବୁ କରୁଥିଲେ। ବର୍ତ୍ତମାନ ଲୋକ ଏତେ ଅଳସୁଆ ହେଇଗଲେଣି ଯେ କିଛି ଧାନ ସଞ୍ଚୟ କରି ରଖୁଛନ୍ତି, ପୁଣି ସେଥିପାଇଁ ବଜାରକୁ ବିହନ କିଣିବା ପାଇଁ ଆସୁଛନ୍ତି। ପୁଣି କ'ଣ ରହୁଛି, ସୁରଭି କହିଲା, ଆମ ଘର ନିକଟରେ ଏକ ବିହନ ସଂଗ୍ରହ ଅଛି। ବିହନ ସଂଗ୍ରହ ଯେଉଁଟା ବିହନ ସବୁ ମିଳେ, ସଂଗ୍ରହ କରାହେଇକି ରଖାଯାଇଥାଏ। ଏପର୍ଯ୍ୟନ୍ତ ସେମାନେ ବିଭିନ୍ନ ସ୍ଥାନରୁ ପ୍ରାୟ 100ରୁ ଅଧିକ ସ୍ୱଦେଶୀ କିସମର ଧାନ ବିହନ ସଂଗ୍ରହ କରନ୍ତି। ଯେଉଁ ସଂଗ୍ରହାର୍ଥ ସବୁ ବିଭିନ୍ନ ପ୍ରକାର ଧାନ ଆଣିକି ସଂଗ୍ରହାର୍ଥ ଧାନ ହେଉ ଯେକୌଣସି ଜିନିଷର ସଂଗ୍ରହ ହେଲା ମାନେ ସେ ଜିନିଷକୁ ସବୁ ପୁରୁଣା ଜିନିଷକୁ ସବୁ ସାଇତି କରିକି ରଖାଯାଇଥାଏ। ଏଇଟା ସୁରଭି କହୁଛି ଯେ ଆମ ଘର ନିକଟରେ ଯେଉଁ ସଂଗ୍ରହାଳୟ ଅଛି ସେଠାରେ 100ରୁ ଅଧିକ ସ୍ୱଦେଶୀ କିସମର, ମାନେ ଆମ ଦେଶ ଭିତରେ ବିଦେଶୀ କିସମର ନୁହେଁ, ଧାନ ବିହନ ସଂଗ୍ରହ କଲେଣି। ତୁମେ ମଧ୍ୟ ସେଠାକୁ ଯାଇ ଧାନ ବିହନ କିଣିପାରିବ। ତୁମେ ପୂର୍ବରୁ ଲକ୍ଷ୍ୟ ଶବ୍ଦ ସହିତ ପରିଚିତ। ଲକ୍ଷ୍ୟ କ'ଣ ତମେ ଆଗରୁ ଜାଣିଛ? ଦେଖ ପିଲାମାନଙ୍କୁ ଟିକେ ବୁଝେଇ ଦେଉଛି, ଏହାପରେ ଆମେ କରିବା। ତୁମେ ଜାଣିଛ କି 1 ଲକ୍ଷ କେତେ ବଡ଼ ସଂଖ୍ୟା? ଚାଲ ଆମେ ଜାଣିବା। ଆମେ ଯେଉଁ ସ୍ଥାନୀୟ ମାନ ସବୁ ଜାଣିଛନ୍ତି ପିଲାମାନେ, ଦେଖ ପ୍ରଥମେ ରହିବ 1, ତାପରେ ରହିବ 10, ତାପରେ ରହିବ 100 ବା ଶତକ ଯେଉଁଟା କହନ୍ତି, ତାପରେ ରହିବ 1000, ତାପରେ ରହିବ ଅୟୁତ, ତାପରେ ରହିବ ଲକ୍ଷ। 1, 2, 3, 4, 5, 6ଟା। 1 ଲକ୍ଷ ହେଲା 6 ଅଙ୍କ ବିଶିଷ୍ଟ ସଂଖ୍ୟା। କେତେଟା ଅଙ୍କ? 6ଟା ଅଙ୍କ। 6ଟା ଅଙ୍କ ମିଶିଲେ 1 ଲକ୍ଷ ହେବ, ମନେ ରଖିବ। ଯଦି ଆମେ 1 ଲକ୍ଷ ଲେଖିବା, 1 ଲେଖିଲେ ଲକ୍ଷ ଘରେ, ତ ଅନ୍ୟ ଘରେ ସବୁ କ'ଣ ରହିଯିବ? ଶୂନ ରହିଯିବ। ତାହେଲେ 1 ଲକ୍ଷ ଅର୍ଥ 1ରେ କେତେଟା ଶୂନ? 1ରେ 5ଟା ଶୂନ। 6 ଅଙ୍କ ବିଶିଷ୍ଟ ସଂଖ୍ୟା, 1ରେ 5ଟା ଶୂନ। 1 ମିଶିଲେ 6ଟା ଅଙ୍କ ହେଇଗଲା। 6 ଅଙ୍କ ବିଶିଷ୍ଟ ସଂଖ୍ୟା, 1ରେ 5ଟା ଶୂନ ରହିବ। 1 ଲକ୍ଷ ବୁଝିହେଇଗଲା। ଆମେ 1 ଲକ୍ଷକୁ ଆମେ କ'ଣ କରନ୍ତି ନା, ପ୍ରଥମେ 3ଟା ଘର ଛାଡ଼ି ଟିକେ କମା ଦିଅନ୍ତି ପଢ଼ିବା ପାଇଁ ଏବଂ ସୁବିଧା ହେବା ପାଇଁ ଲେଖିବା ପାଇଁ। ତାପରେ 2ଟା, ତାପରେ 2ଟା ଆମେ କମା ବ୍ୟବହାର କରି ଲେଖି ଶିଖିଛନ୍ତି। ପ୍ରଥମେ 3ଟା ଘର ଛାଡ଼ିବ, କମା ଦେବ, ତ 2ଟା ଅଙ୍କ ବା ଘର ଛାଡ଼ିକି ଅଙ୍କ ହେବ, ପଡ଼େ 1 ଲକ୍ଷ। ଏଇଟା ହେଲା 6ଟା ଅଙ୍କ ବିଶିଷ୍ଟ ସଂଖ୍ୟା। 1 ଲକ୍ଷ ବୁଝିପାରିଲେ? ଏହାପରେ ରହୁଛି, ରାମନାଥ ଏହି ଘଟଣାକୁ ତାଙ୍କ ଝିଅ ନମିତା ଓ ପୁଅ ରମେଶକୁ ଜଣାଇଲେ। ଆମ ଦେଶରେ ପ୍ରାୟ 1 ଲକ୍ଷ କିସମ ଧାନ ଥିବା ଜାଣି ରମେଶ ଆଶ୍ଚର୍ଯ୍ୟ କଲା, ଆମ ଦେଶରେ 1 ଲକ୍ଷ କିସମ ଧାନ ଅଛି? ସେ ବିସ୍ମିତ ହୋଇ କହିଲା, 1 ଲକ୍ଷ? ଏପର୍ଯ୍ୟନ୍ତ ମୁଁ ମାତ୍ର 3-4 ପ୍ରକାର ଧାନ ନାଁ ଜାଣିଛି। ଆମେ କହୁଛନ୍ତି କି ବିଓଳି, କି ପାଟେଣୀ, ଅସିଣା, ତା ସହିତ ଶାରଦ, ଏମିତି ଆମେ 3-4 ପ୍ରକାର ନାଁ ସେ ଜାଣିଥିଲା। ତେବେ 100 ବର୍ଷର ଜୀବନ କାଳ ଭିତରେ ଆମେ ସମସ୍ତ ପ୍ରକାର ଚାଉଳ ସ୍ୱାଦ ଜାଣିପାରିବା? ସେ କହୁଛି କ'ଣ କହୁଛି, ଯଦି ପ୍ରତ୍ୟେକ ଦିନ ଆମେ ଗୋଟିଏ ନୂଆ ପ୍ରକାର ଧାନର ଚାଉଳ ଖାଇବା, ତେବେ 100 ବର୍ଷର ଜୀବନ କାଳ ଭିତରେ ଆମେ ସମସ୍ତ ପ୍ରକାର ଚାଉଳ ସ୍ୱାଦ ଜାଣିପାରିବା କି? ତୁମେ କ'ଣ ଭାବୁଛ? ଅନୁମାନ କର। ଅନୁମାନ କରିବା ପାଇଁ କହୁଛି। ଦେଖ, ବର୍ଷକ କେତେ ଦିନ? ନା 365 ଦିନ। 365 ଯଦି ଅଧିବର୍ଷ ହୁଏ, ଅଧିବର୍ଷ ଅର୍ଥ 4 ବର୍ଷ ଥରେ ପଡ଼େ। 4 ବର୍ଷରେ ଥରେ ପଡ଼େ କ'ଣ ପାଇଁ? ନା ଫେବୃଆରୀ ମାସ 28 ଦିନ ହେଇଯାଏ। ସେଟା କ'ଣ ହେଇଯାଏ? 4 ବର୍ଷ ପରେ ହେଇଯିବ 366 ଦିନ। ଛାଡ଼, ଆମେ ଅନୁମାନ ଧରିଲେ କେତେ? 365 ଧରିଲେ। ବର୍ଷଟା ହେଲା 365 ଦିନ। ଯଦି ଜଣେ ଲୋକ ଜୀବନ କାଳ ତ ଜଣେ ବଞ୍ଚି 50 ବର୍ଷ ବଞ୍ଚିବ, 60 ବର୍ଷ, 70, 80, 100 ନହେଲେ 110, ତାଠୁ ଅଧିକ ଏପର୍ଯ୍ୟନ୍ତ କେହି ବଞ୍ଚି ନାହାନ୍ତି, ମାନେ ମ୍ୟାକ୍ସିମମ୍ ଯେଉଁଟା କହନ୍ତି। ଯଦି ମନେକର ଯଦି 100 ବର୍ଷ ଗୋଟେ ଲୋକଟେ ବଞ୍ଚିଲା, ସେ ଡେଲି ଗୋଟେ ପ୍ରକାର, ଡେଲି ଗୋଟେ 365 ପ୍ରକାର ଖାଇଲା, 100 ବର୍ଷରେ କେତେ ଖାଇବ? ନା 365 ଗୁଣନ 100, ତାହେଲେ କେତେ ହେବ? ଆମେ ସହଜ 100 ଥିଲା ମାନେ 1 ଡାହାଣ ପଟେ ଶୂନ ଥିଲା ମାନେ କ'ଣ କରିବା? ସେଇ ସଂଖ୍ୟା ଲେଖିଦେବା। ଖାଲି ଗୁଣିଆ ଅର୍ଥ କ'ଣ?
ଡାହାଣ ପଟେ ଦୁଇଟା ଶୂନ ବସେ। ତା ଅର୍ଥ ହେଇଗଲା ଏଇଟା କେତେ ଅଙ୍କ 1 2 3 4 5 5 ଅଙ୍କ ବିଶିଷ୍ଟ ସଂଖ୍ୟା। 1 ଲକ୍ଷ ହେଉଛି 6 ଅଙ୍କ ବିଶିଷ୍ଟ ସଂଖ୍ୟା। ଆମେ ଯଦି 100 ବର୍ଷ ଲୋକଟେ ବଞ୍ଚିବ, ଯଦି ଡେଲି ଗୋଟେ ଗୋଟେ ପ୍ରକାର ଧାନ ଚାଉଳ ଖାଇବ, ତେବେ ସେ କେତେ ପ୍ରକାର ଚାଉଳ ଖାଇପାରିବ ନା 36,500 ପଢ଼ିପାରିବ ବା 3 ଅୟୁତ 65,000 ମଧ୍ୟ 6,500 ମଧ୍ୟ ପଢ଼ିପାରିବ। 36,500 ପଢ଼ ବା 3 ଅୟୁତ 6,500 ପଢ଼। ଏତିକି ପ୍ରକାର କ'ଣ କରିବ ସେ ଚାଉଳ ଖାଇପାରିବ। ଯଦି 200 ବର୍ଷ ବଞ୍ଚିବ, ତା 200 ବର୍ଷ ଯଦି ବଞ୍ଚିଲା ତାର ଏତିକି ହେଇଯିବ, ଡବଲ ହେଇଯିବ। କେତେ ହେଇଯିବ 2 5 10 212 13 ନେଲା 1 2 6 730 ଦୁଇଟା ଶୂନ ବସେଇ ଦେବା। ତାହେଲେ କେତେ ରହୁଛି କମା ଦେଇ ଲେଖିଲା ମାନେ ଏଠି କମା ଦେଲେ କେତେ ରହୁଛି 73,000। କ'ଣ କରିବ ଏତିକି କ'ଣ କରିବ କିଛି ସମୟରେ ଧାନ ଚାଉଳ ଖାଇପାରିବ। 1 ଲକ୍ଷ ଏପର୍ଯ୍ୟନ୍ତ ଯାଇପାରି ନାହାନ୍ତି, 200 ବର୍ଷ ବଞ୍ଚିଲେ ବି ଯାଇପାରି। ଯଦି ଦିନକୁ ଦୁଇଟା ଖାଉଛି, ପ୍ରଶ୍ନ ରହୁଛି କ'ଣ ପଛ ଜାଣିବା। ଯଦି ଦିନକୁ 2 ପ୍ରକାର ଚାଉଳ ଖାଇବ ତାହେଲେ କ'ଣ ହେବ? ତାହେଲେ ଯଦି 100 ବର୍ଷ ବଞ୍ଚିବ ଏତିକି ପ୍ରକାର କିଛି ସମୟର ଚାଉଳ ଖାଇପାରିବ। ଯଦି 200 ବର୍ଷ ଯଦି ବଞ୍ଚେ ଏତିକି କିଛି ସମୟର ଚାଉଳ ସେ ଖାଇପାରିବ। ଏପର୍ଯ୍ୟନ୍ତ ଆମେ ଏଇଟା 5 ଅଙ୍କ ବିଶିଷ୍ଟ, 1 ଲକ୍ଷ ହେଉଛି 6 ଅଙ୍କ ବିଶିଷ୍ଟ। ଏପର୍ଯ୍ୟନ୍ତ ଯାଇପାରି ନାହିଁ। 200 ଜୀବନ କାଳ ମଧ୍ୟରେ ଯଦି ଡେଲି ଗୋଟେ ଖାଏ ତଥାପି ସେ କ'ଣ କରିବ ପହଞ୍ଚି ପାରିବ ବା ଖାଇପାରିବ ନାହିଁ। ବୁଝିହେଲା। ଏପରେ ରହିଛି କିନ୍ତୁ 1 ଲକ୍ଷ କେତେ? 1 ଲକ୍ଷ ଆମେ କେତେ ବୁଝିଦେଲି। ସଂରଚନାକୁ ଲକ୍ଷ୍ୟ କରି ତଳେ ଦିଆଯାଇଥିବା କୋଠରୀ ଗୁଡ଼ିକ ପୂରଣ କରିବା। ଦେଖ ପିଲାମାନେ 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ଜାଣିଛ? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଅର୍ଥ 9 ରହିଲା ମାନେ ବୃହତ୍ତମ ସଂଖ୍ୟା। 1 ଅଙ୍କ ବିଶିଷ୍ଟ 9, 2 ଅଙ୍କ ବିଶିଷ୍ଟ 2ଟା 9 ଅର୍ଥ 99, 3 ଅଙ୍କ ବିଶିଷ୍ଟ ସଂଖ୍ୟା 3ଟା 9 ବା 999। ଯଦି ଆମେ ଏଠି 1 ଟେ ମିଶେଇବା କ'ଣ ହେବ ନା 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଉଛି 1000। କମା ଦେଲା 3ଟା ଅଙ୍କ ବିନ୍ଦୁ ଏଠି ଛୋଟିଆ ତଳେ କମା ଦେବା। ତାହେଲେ କେତେ ହେଉଛି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଲା 1000। 1 ମିଶେଇ ଦେବା ଯଦି ପୁଣି 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ତ 4ଟା 9 ରହିବ। କେତେ ରହିବ 4ଟା 9 ଯାହା ବୃହତ୍ତମ ସଂଖ୍ୟା 999 ରହୁଛି। 4 ଅଙ୍କ ବିଶିଷ୍ଟ 4ଟା 9। ପୁଣି 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କ'ଣ କରିବା? ଏଇଥିରେ ଯଦି ଗୋଟିଏ 1 ମିଶେଇ ଦେବା, ଖାଲି 9,999 1 ମିଶେଇ ଦେବା, ପାଇବା କ'ଣ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଦେଖ 1 2 3 4 5ଟା ଅଙ୍କ ହେଇଗଲା। ତାହେଲେ ଏଇଟା ହେଲା 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ବା 10,000 ବା 1 ଅୟୁତ। ତାପରେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଅର୍ଥ 5ଟା 9 ଲେଖିଦେବା। ଆଉ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କ'ଣ କରିବା ନା 5ଟା 9ରେ 1 ମିଶେଇ ଦେବା, ହେଇଯେ 1 ଲକ୍ଷ। ତାହେଲେ ରହିବ କ'ଣ 99,999 ବା 9 ଅୟୁତ 9,999ରେ 1 ମିଶେଇବା 1 ଲକ୍ଷ। 1 ଲକ୍ଷଟା କେତେ ବୁଝିପାରିଲେ? 1 ଲକ୍ଷ ଏଇଟା 6 ଅଙ୍କ ବିଶିଷ୍ଟ 6 ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ହେଉଛି 1ରେ 5ଟା ଶୂନ ବା 1 ଲକ୍ଷ। ଏଠାରେ ହେଉଛି 1 ଲକ୍ଷକୁ ଆମେ 1 ଲକ୍ଷ ବୋଲି ପଢ଼ିବା, ଏଇଟାକୁ ଆମେ 1 ଲକ୍ଷ ବୋଲି ପଢ଼ିବା। ତାପରେ କ'ଣ ରହୁଛି ଦେଖ ପିଲାମାନେ 99 ଏଇଟା ପଢ଼ିବା 99,995 ପଢ଼ିବା 9 ଅୟୁତ 9,995 ଯାହା ପଢ଼ିଲେ ଚଳିବ। ଏଠି କ'ଣ ତୀର ଚିହ୍ନ ଯୋଡ଼ ତୀର ଚିହ୍ନ ଗୋଟେ ବଢ଼େଇ ବଢ଼େଇକା ଯାଇଛି, 1 ବଢ଼େଇ ଯାଇଛି। ଏଠି ଫାଙ୍କା ରହିଛି ପୂରଣ କରିବା। 99,906 ହେଲା ବୋଲି 99,997 1 ପରେ 97 ଏଠି 98 ଦେଇଛି। ତାପରେ ପୁଣି ଏଇପଟେ 1 ବଢ଼େଇବା, ଦେଖିବା 99,999। ପୁଣି ଯଦି ଆମେ 1 ବଢ଼େଇବା, ଦେଖ ପିଲାମାନେ ଏଇଟା କେତେ ଟଙ୍କା କଲା 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ତାକୁ 1 ବଢ଼େଇଲେ ପାଇବା କ'ଣ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ପାଇଯିବା। ତୁମେ ଚାହିଁବ ଯଦି ଖାତାରେ ନ ଜାଣିପାରିବ ପିଲାମାନେ କ'ଣ କରିବେ ନା 1ରେ ଦେଇଦେବେ 4ଟା ଶୂନ ଦେଇଦେବେ, ଜାଣିହେବନି 5 ଅଙ୍କ ବିଶିଷ୍ଟ। କିନ୍ତୁ ପ୍ରକୃତରେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ ଆମେ 1 ମିଶେଇଲେ 6 ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବା, ଯେଉଁଟା 1 ଲକ୍ଷ। 6 ଅଙ୍କ କ୍ଷୁଦ୍ର ସଂଖ୍ୟା ଦେଖ 1 ଲକ୍ଷର 6ଟା ଅଙ୍କ 5ଟା ଶୂନ ରହିବ, 1 2 3 4 5ଟା ଶୂନ, ଆଉ 1 ରହିଲା 6 ହେଲା 1 ଲକ୍ଷ। ତାର ପୁଣି 1 ମିଶେଇବା 1 ଲକ୍ଷ 1। ତାହେଲେ କମା ଦେଇକି ସବୁ ଲେଖିପାରିବା। ତ 1 ଲକ୍ଷ 2, ତାପରେ 1 ବଢ଼େଇଲେ 1 ଲକ୍ଷ 3, ତାପରେ 1 ଲକ୍ଷ 4 ଲେଖିଦେଲେ। ଏହାପରେ ଦେଖ ପିଲାମାନେ ନମିତା ଓ ରମେଶ ହିସାବ କରି ଦେଖିଲେ ଯେ ଯଦି ସେମାନେ ଦିନକୁ ଗୋଟେ ପ୍ରକାର ଚାଉଳ ଖାଉଛନ୍ତି ତେବେ 100 ବର୍ଷରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିଲେ ନା। ଆମେ ହିସାବ କଲେ ନମିତା ପ୍ରସ୍ତାବ ଦେଲା ଯଦି ଆମକୁ ଦିନକୁ 2 ପ୍ରକାର ଖାଇବାକୁ ହେବ ତେବେ 100 ବର୍ଷରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବା। ଦେଖ ପିଲାମାନେ ପ୍ରଶ୍ନ 3 ବର୍ଷ ଗଲା 365, ସେ ଗୋଟିଏ ପ୍ରକାର ଖାଇବ 2 ପ୍ରକାର ଖାଇବ। ତାହେଲେ 2 ପ୍ରକାର ଖାଇବ, ତାହେଲେ ବର୍ଷକୁ କେତେ ଖାଉଛି କେତେ ପ୍ରକାରର ନା 730 ପ୍ରକାରର ସେ ଖାଉଛି।
2 5 10 ନେଲେ 1 2 12 13 ନେଲେ 2 3 6 730 ପ୍ରକାର କ'ଣ କରୁଛି ନା ବର୍ଷକୁ ସେ 2 ପ୍ରକାର ଧାନର ଚାଉଳ ଖାଇବ ତେବେ ବର୍ଷକୁ ସେ 730 ପ୍ରକାରର ଚାଉଳ ଖାଇପାରିବ। ଯଦି 100 ବର୍ଷ ବଞ୍ଚିବ ତାହେଲେ କ'ଣ ହେବ ନା 730ରେ 100 ଗୁଣି ଦେଲେ ପାଇବା ଆମେ ଏଇଟା କରିଛନ୍ତି ମୁଁ ଆଉ ଥରେ କରିଦେଉଛି। ତାହେଲେ 730 ପୁଣି 0 ଦିଟା ବସିଲା ବା 7,63,000 ଏତିକି କ'ଣ କରିପାରିବ ଚାଉଳ ସେ ଖାଇପାରିବ। 1,50,000 ଆମେ ଯାଇପାରୁନାହାନ୍ତି ଯଦି ଡେଲି 2 ପ୍ରକାରର ଧାନର ଚାଉଳ ଖାଏ 2 ପ୍ରକାର କିସମର। ପୁଣି ଯଦି ଜଣେ ଦିନକୁ 3 ପ୍ରକାର ଚାଉଳ ଖାଏ ତେବେ 100 ବର୍ଷ ଜୀବନ କାଳରେ ସେ 1,00,000 ପ୍ରକାର ଚାଉଳ ଖାଇପାରିବ କି ଆସ ନିର୍ଣ୍ଣୟ କରିବା। ରମେଶ କହିଲା ଆମେ ଜାଣିଲୁ ଯେ 1 ବର୍ଷ 365 ଦିନ ଅଧି ବର୍ଷକୁ ବାଦ ଦେଲା ପରେ 4 ବର୍ଷ ଥରେ ପଡ଼େ ଏଇଟା ଛାଡ଼ିଦେବ। ଯଦି ଆମେ y ବର୍ଷ ବଞ୍ଚିବା ଜୀବନ କାଳର ମୋଟ କେତେ ହେବ ଦିନ ସଂଖ୍ୟା ହେବ 300 ଯେତେ ଦିନ ବଞ୍ଚିବା 365 ବର୍ଷ ଗୁଣି ଦେବା। ପୁଣି ପ୍ରଶ୍ନ ରହୁଛି ଯଦି ଦିନକୁ 2 ପ୍ରକାର ହେଲା ଏତିକି 3 ପ୍ରକାର ଖାଇବ ଡେଲି 3 ପ୍ରକାରର ଧାନର ଚାଉଳଟା ଖାଇବ। 3 ହେଲା ମାନେ 3 5 15 3 18 19 ନେଲା 1 3 3 9 10 କେତେ ରହୁଛି ନା 1095 ପ୍ରକାର କ'ଣ ଖାଇବ ବର୍ଷକୁ ଖାଇପାରିବ। ଯଦି 100 ବର୍ଷ ବଞ୍ଚିଲା ତାହେଲେ କେତେ ହେବ ନା ସେ ଦୁଇଟା 0 ବସେଇଦେଲେ ଏଇଟା ହେଲା 1,95,000 ହେଲା ଆମର 9,500 ହେଲା। ଏଇଟା ହିଁ ଦିନକୁ 3 ପ୍ରକାରର ଖାଇବ ଡେଲି ତାହେଲେ ଯାଇକି ପହଞ୍ଚି ଏକ ଯେଉଁ ରହିଛି ଆମ ଧାନ 1,00,000 କିସମର ତା ପାଖାପାଖି ପହଞ୍ଚିବ। କେତେ ପ୍ରକାର ଦିନକୁ କେତେ ପ୍ରକାର ଖାଇଲେ ନା 3 ପ୍ରକାର ଏଇଟା ବୁଝ ପିଲାମାନେ। ଯଦି ଡେଲି 3 ପ୍ରକାରର ଚାଉଳ ସେ ଖାଇବ ତେବେ ବର୍ଷକୁ ଖାଇବ 1,095 ପ୍ରକାରର। ଯଦି 100 ବର୍ଷ ବଞ୍ଚେ ଯଦି 100 ବର୍ଷ ବଞ୍ଚେ ତେବେ ସେ ଖାଇବ କେତେ ନା 1,09,500 ପ୍ରକାରର ଧାନର ଚାଉଳ ସେ ଖାଇବ। ଚାଉଳଟା ସେତିକି ପ୍ରକାର ଚାଉଳ ଖାଇବ ଦିନକୁ 3 ପ୍ରକାର ଚାଉଳ ଖାଉଥାଏ। ଏଇଟା ପ୍ରଶ୍ନ ରହିଛି ଯଦି ଜଣେ ଦିନକୁ 3 ପ୍ରକାର ଚାଉଳ ଖାଏ ତେବେ ସେ 100 ବର୍ଷ ଜୀବନ କାଳରେ 1,00,000 ପ୍ରକାର ଚାଉଳ ଖାଇପାରିବ କି? ହଁ ଏଇଟା ଖାଇପାରିବ ଯଦି 100 ବର୍ଷ ବଞ୍ଚିଲେ 90 50 ବର୍ଷରେ ମରିଯିବ ସେ ଖାଇପାରିବ କି? ଆଉ ଯଦି 100 ବର୍ଷ ବଞ୍ଚେ ସବୁ ଲୋକ ତ 100 ବର୍ଷ ବଞ୍ଚୁନାହାନ୍ତି କିଏ 80 ବଞ୍ଚୁଛି କିଏ 90 ବଞ୍ଚୁଛି କିଏ 75 କିଏ 40 ଯଦି ସେ 100 ବର୍ଷ ବଞ୍ଚେ ତାହେଲେ ସେ କ'ଣ କରିବ ଖାଇପାରିବ ତା ପାଖାପାଖି ପହଞ୍ଚି ପାରିବ। ଏଠି ହଁ ଲେଖିପାରିବ ଏଠି କ'ଣ ଲେଖିପାରିବ ହଁ ଲେଖିପାରିବ ଯଦି 100 ବର୍ଷ ବଞ୍ଚିଥାଏ। ତୁମେ y ପାଇଁ ଏକ ସଂଖ୍ୟା ନିଅ y ବର୍ଷର ଦିନ ଗୁଡ଼ିକୁ ସଂଖ୍ୟା 1,00,000 ସହିତ କେତେ ନିକଟରୁ ତୁମେ ବାସ୍ତବ y ର ମାନ ନିର୍ଣ୍ଣୟ କର। ତୁମେ କ'ଣ ନେଲ ଆମେ y ପାଇଁ ଗୋଟେ ଦେଖ y ହେଲା ବର୍ଷ y ହେଲା କ'ଣ ଇୟରକୁ କୁହନ୍ତି ବର୍ଷ। ତୁମେ ଜଣେ ଲୋକ 100 ବର୍ଷ ବଞ୍ଚିଲେ ସେତିକି ପ୍ରକାର ଚାଉଳ ଖାଅ। ଯଦି ମନେକର ସେ 80 ବର୍ଷ ବଞ୍ଚିଲା କେତେ ବର୍ଷ ବଞ୍ଚିଲା 80 ବର୍ଷ ସେ କେତେ ପର୍ଯ୍ୟନ୍ତ ଖାଇପାରିବ। ଯଦି ଡେଲି 3 ପ୍ରକାର ଖାଦ୍ୟ ଗୋଟେ ଦିନରେ ଖାଉ ଯଦି 3 ପ୍ରକାର ବର୍ଷକୁ ଖାଇବ 1,095 ଯଦି 80 ବର୍ଷ ବଞ୍ଚେ କେତେ ଖାଇପାରିବ ନା ଗୁଣ ଦେବା 0ଟା ଥାଉ ହାତରେ 8 5 40 0 9 4 8 9 72 4 76 9 7 8 0 0 7 8 କି 8 ଏ ଗୋଟେ 0ଟା ଥିଲା ବସେଇ ଦେବା କେତେ ରହୁଛି ନା 87,600 ଏତିକି ପ୍ରକାର ସେ କ'ଣ କରିପାରିବ ଯଦି 80 ବର୍ଷ ବଞ୍ଚେ ଆମେ y 80 ବର୍ଷ ଧରିଛନ୍ତି 80 ଧରିଛନ୍ତି ଯଦି 80 ବର୍ଷ ଯଦି ଲୋକଟେ ବଞ୍ଚେ ସେ ଏତିକି କେତେ ଖାଇପାରିବ ନା 8 7,600 87,600 କିସମର ଖାଇପାରିବ ବୋଲି ଜାଣିପାରିବା। ଏଇଟା ତୁମେ କ'ଣ କର ନିଜେ ଗୋଟେ ଧରିକି ତୁମେ 90 ବର୍ଷ ଧରିଲେ ବି 90 ଗୁଣ ଦେବ ଏଥିରେ। ଏହାପରେ ରହୁଛି ନିଜେ କରି ଦେଖ ଏଇଟା ନିଜେ କରିବ। 1 ନମ୍ବର 2011 ଜନଗଣନା ଅନୁଯାୟୀ ବରଗଡ଼ ସହରର ଜନସଂଖ୍ୟା ଥିଲେ କେତେ ପଢ଼ିବା 83,651 ବା 8,3,651 ଆମକୁ 23,651 ପଢ଼ିପାରିବା। ଏହା 1,00,000ରୁ କେତେ କମ୍ ଲେଖିତ ବରଗଡ଼ ସହରର ଜନସଂଖ୍ୟା ସମାନ 23,651 ଏହା 1,00,000ରୁ କମ୍ କମ୍ ସମାନ 1,00,000 ଦେଖ ପିଲାମାନେ 1,00,000 ଲେଖିଦେବ 1,00,000ରେ କେତେଟା ଶୂନ 5ଟା 1,00,000 ହେଲା 6 ଅଙ୍କ ବିଶିଷ୍ଟ 5ଟା ଶୂନ ଗଣିଦେବ 1 2 3 4 5ଟା 6ଟା ସଂଖ୍ୟା ହେଲା ନାହିଁ ଆମେ ଏଠି କମ୍ ଲେଖିଦେବା କ'ଣ 83 ଲେଖିବା 83,000 ପୁରା ତଳକୁ ତଳକୁ ଲେଖିବା 600 ଲେଖିଲା ତଳକୁ ତଳକୁ ଫେରିବା ପାଇଁ ସୁବିଧା ହେବ। ଫେରଣ କମ୍ ଅର୍ଥ ଫେରଣ କରିଦେବା ତ ଏଠି କ'ଣ 10ରୁ ସରି 0ରୁ 1 ଯାଇପାରେ ଧାର ଆଣିବ 10 10ରୁ 1 ଗଲେ 9 ଏଠି 9 ଅଛି 9ରୁ 5 ଗଲେ ଆଉ ରହିବ 4 ଏଠି 9 ଅଛି 9ରୁ 6 ଗଲେ ଆଉ ରହିବ 3 ଏଠି 9ରୁ 3 ଗଲେ ଆଉ ରହିବ 6
ଏଠି 9 ଅଛି 9ରୁ 1 କମା ଦେଇ ଲେଖେ 3ଟା 4 ବିନ୍ଦୁ କମା ଦେବା ଲେଖେ 16,349 କେତେ କମ୍ ହେଉଛି ଅତଏବ 16,349 କମ୍। 1 ନମ୍ବର କମ୍ପ୍ଲିଟ୍। 2 ନମ୍ବର ହେଉଛି 2024 ମସିହାରେ ବରଗଡ଼ ସହର ଆନୁମାନିକ ଜନସଂଖ୍ୟା ହେଉଛି 1,04,000 ଅନୁମାନ କରାହେଉଛି 2024ରେ। ଏହା 1 ଲକ୍ଷ କେତେ ଅଧିକ? 1,04,000 ଅଧିକ ଅଛି। এটা କେତେ 1 ଲକ୍ଷଟା କମ୍ ନା 1,04,000 ବେଶୀ? 1,04,000ଟା ବେଶୀ। କେତେ ବେଶୀ ବା କେତେ ଏଇଟା ମୁହେଁ କରିହେବ, ତଥାପି ଫେଡ଼ିକି କହୁଛି ଦେଖ। ତ ଲେଖିଦେବ 2024 ମସିହାରେ ବରଗଡ଼ ସହରର ଆନୁମାନିକ ଜନସଂଖ୍ୟା ସମାନ 1,04,000। ଏହା 1 ଲକ୍ଷ ଠାରୁ ଅଧିକ ସମାନ ଏମିତି ଧାରା କରିକି ଲେଖିବ ସମାନ 1,04,000 କମା ଦେଇ ଟିକେ ଲେଖିଲେ ପଢ଼ିବାକୁ ଠଙ୍କ ବିଷ୍ଟ ହେଉଛି ନା। ତାପରେ ଫେରିବା କେତେ ଆମେ 1 ଲକ୍ଷ ପୁରା ତଳୁ ତଳ ଠିକ୍ କରି ଲେଖୁଥିବ, ନହେଲେ ଭୁଲ ଭାଲ ଫେରାଣ କଲାବେଳେ ଭୁଲ ହେଇଯିବ। ଏଇଟା ପୁରା ମୁହେଁ ମୁହେଁ ତ ହେଇଯିବ, ତଥାପି ଏତେ ଶୂନ ଶୂନ ବାଁ ପଟେ ଶୂନ ଲେଖିବା ଦରକାର ନାହିଁ। କେତେ ହେଇଗଲା 4,000। ଅତଏବ 4,000 ଅଧିକ। ତମେ ଚାହିଁବ ଯଦି ଫୁଲ୍ ସେଣ୍ଟେନ୍ସ ଲେଖିପାରିବ। ଅତଏବ 2000 ମସିହାରେ ବରଗଡ଼ ସହରର ଆନୁମାନିକ ଜନସଂଖ୍ୟା ଏତିକି, ଏହା 1 ଲକ୍ଷରୁ 4,000 ଅଧିକ। ତ 3 ନମ୍ବର ଅଛି 2011ରୁ 2024 ପର୍ଯ୍ୟନ୍ତ ବରଗଡ଼ ସହରର ଜନସଂଖ୍ୟା କେତେ ବୃଦ୍ଧି ପାଇଲା? ଦେଖ ପିଲାମାନେ 2011 ଥିଲା 23,651, 2024ରେ ହେଇଛି 1,04,000, ତାହେଲେ କେତେ ବଢ଼ିଛି? ଲେଖିଦ 2000 ପ୍ରଥମ ବଡ଼ଟା ଲେଖିଦେଲା 2024ର ଜନସଂଖ୍ୟା, ଏଇଟା ଆନୁମାନିକ କରାହେଉଛି, ଜନସଂଖ୍ୟା ସମାନ 1,04,000। ଆଉ 2011ର ମସିହା ଲେଖିଲେ ଚଳିବ, ନହେଲେ ଲେଖିଛନ୍ତି ନାଇଁ ଏଠି ମସିହାର ଜନସଂଖ୍ୟା ବଦଳ ଖାଲି କମା ଏମିତି ଦେଇଦେଲେ ଚଳିବ। ଜନସଂଖ୍ୟା ଲେଖିଲା ସମାନ ରହିଥିଲା କେତେ 83,651। ବୃଦ୍ଧି ହେଲା ସମାନ 1,04,000 ଫେଡ଼ାଣ। ଦେଖ 83,000 କୋଉଠି ଲେଖିବ? 8 ଅୟୁତ ଅୟୁତରେ 8 ଲେଖିବ, 1000 ଘରେ 3 ଲେଖିବ, 100 ଘରେ 6, 51। ଫେଡ଼ିବା ବର୍ତ୍ତମାନ 0ରୁ 1 ଯାଇପାରେ, ଧାର ଆଣିଲା ଧାରିଲେ 9, ଏଠି 9 ଅଛି, 9ରୁ 5 ଗଲେ 4, ଏଠି 9 3, ଏଠି 1 ପଳେଇଛି ଧାର, ଆଉ ଅଛି 3 ଦେଲେ 0, ଏଠି ପୁଣି ଧାର କରିବ, ଆଉ ରହିଲା 1, ସରି ଏଠି ଧାର 10, 10ରୁ 8 ଗଲେ 2, ତାହେଲେ ରହିଲା 20,349। ଅତଏବ 20,349 ଜନସଂଖ୍ୟା ବୃଦ୍ଧି ପାଇଲା। ବର୍ତ୍ତମାନ ଆମର ସପ୍ତମ ଶ୍ରେଣୀ ପ୍ରଥମ ବିଷୟର ଫାଷ୍ଟ ପାର୍ଟଟା ସରିଗଲା। ଭିଡ଼ିଓ କେବଳ ମତାମତ ଦେବ, ଭଲ ଲାଗେ ଲାଇକ୍ କରିବ, ସବସ୍କ୍ରାଇବ୍। ଏହାପରେ ଆମେ ବଡ଼ ସଂଖ୍ୟାକୁ ବୁଝିବା ଆଉ ଗୋଟେ ଭିଡ଼ିଓରେ ଷ୍ଟାର୍ଟ କରିବା। ରହୁଛି, ଜୟ ଜଗନ୍ନାଥ।